ନୂଆ ବର୍ଷରେ ଅଭାବନୀୟ ଘଟଣା। ମୋହନାସ୍ଥିତ କଣ୍ଟେଇକୋଳି ଗାଁ ନିକଟରେ ସ୍କୁଟି ବାଇକ୍ ମୁହାଁମୁହିଁ ଧକ୍କା। 3 ଗୁରୁତର ଅବସ୍ଥାରେ ମୋହନା ମେଡିକାଲରେ ଭର୍ତ୍ତି। ଘଟଣାସ୍ଥଳରେ ମୋହନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଝିରିଗାଁରୁ ମୋହନା ବ୍ଲକରେ ଥିବା ଏସିଆ ମହାଦେଶର ଦ୍ୱିତୀୟତମ ସର୍ବବୃହତ୍ ବୌଦ୍ଧ ମନ୍ଦିର ବୁଲିବାକୁ ଆସିଥିଲେ। ନୂଆ ବର୍ଷରେ ବୁଲାବୁଲି କରି ଫେରିବା ବେଳକୁ ଏକ ବାଇକ୍ ଅଚାନକ ଆସି ଏକ ସ୍କୁଟିକୁ ପିଟି ହୋଇଥିଲା। ଘଟଣାସ୍ଥଳରେ ଉଭୟ ବାଇକ୍ ଚାଳକ ଓ ସ୍କୁଟିରେ ଥିବା 5 ଜଣ ଘଟଣାସ୍ଥଳରେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ କିଛି ସ୍ଥାନୀୟ ଲୋକେ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଇଥିଲେ। ହେଲେ ସ୍କୁଟିରେ 2 ଜଣ ଯୁବତୀ ଥିବା ଗୌରୀ ଶବର ଓ ଅପସରା ଶବରଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ବାଇକ୍ ଚାଳକ ରବି ଇସଲାମ ନାମକ ଯୁବକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ମୋହନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।